ତ ବେଳ ଖରାପ ନା ଅନ୍ୟାୟ ହେଲା ୟାଙ୍କ ସହିତ। ନାମ ବଡ଼ ଅଛି କିନ୍ତୁ ମୌକା ମିଳୁନାହିଁ। ଦର୍ଶକ ବନ୍ଧୁମାନେ ଲିମିଟେଡ୍ ଫର୍ମାଟ୍ରେ ବାଛନ୍ଦ ହେଲା ପରେ ବି ଟେଷ୍ଟ କ୍ରିକେଟରୁ ମଧ୍ୟ ୟାଙ୍କ ପତ୍ତା କଟା ହେଲା। ତ ଈଶାନ କିଶାନ, ଅଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା, ଚେତେଶ୍ୱର ପୂଜାରା, ଶିଖର ଧୱନ ଏକଲା ଦମରେ ମ୍ୟାଚ୍ ୱିନର ପାଲଟୁଥିବା ଏମାନଙ୍କୁ ଆଉ ନଜରଅନ୍ଦାଜ କରାହେଉଛି ଆଜିକା ସମୟରେ। ସାଉଥ ଆଫ୍ରିକା ଗସ୍ତରେ ଇଶାନ କିଶାନଙ୍କୁ ସ୍କ୍ୱାଡରେ ନିଆ ହୋଇଥିଲା କିନ୍ତୁ ଟେଷ୍ଟରେ ମୌକା ମିଳିଲା ନାହିଁ। ସିଲେକ୍ଟର୍ସମାନେ କେଏସ୍ ଭରତଙ୍କୁ ବାଛିଲେ ଇଶାନ କିଶାନ ଜାଗାରେ। କେଏସ୍ ଭରତଙ୍କ ଖରାପ ବ୍ୟାଟିଂ ଫର୍ମ ଆଉ ରିଭ୍ୟୁ ନେବାରେ ଅସମର୍ଥ ଥିଲେ ମଧ୍ୟ କେଏସ୍ ଭରତ ସଦାବେଳେ ପ୍ଲେଇଂ 11ରେ ମୌକା ପାଇଲେ ଆଉ ଏବେ ବି ପାଉଛନ୍ତି। ଇଶାନ କିଶାନ ଏହିସବୁ ଜିନିଷ ଦେଖି ରାଗିଗଲେ। ତାପରେ ମଧ୍ୟ ଇଶାନ କିଶାନଙ୍କୁ କୁହାହେଲା ପ୍ରଥମ ଶ୍ରେଣୀ କ୍ରିକେଟ ଖେଳ ତାପରେ ନିଆଁ ହେବ। ଇଶାନ କିଶାନ ରାଗି ଯାଇ ଛୁଟି ନେଇଗଲେ ଆଉ ଟିମ୍ରୁ ବାହାରିଗଲେ। ସେହିଭଳି ଅଜିଙ୍କ୍ୟ ରାହାଣେ ଗୋଟେ ଟାଇମ୍ରେ ଥିଲେ ଟେଷ୍ଟ ଟିମ୍ର କ୍ୟାପ୍ଟେନ୍ ଭାରତ ଦଳର। ତାଙ୍କ ଅଧୀନରେ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜରେ ହରାଇଥିଲା ଭାରତ ଦଳ 2021ରେ, ସେଇଟା ବି ଅଷ୍ଟ୍ରେଲିଆ ମାଟିରେ। କିନ୍ତୁ ଚେତେଶ୍ୱର ପୂଜାରା ଆଉ ଅଜିଙ୍କ୍ୟ ରାହାଣେଙ୍କୁ ଗତ WTC ଫାଇନାଲ ପରେ ଆଉ ମୌକା ମିଳିଲା ନାହିଁ। ଟେଷ୍ଟ ଫର୍ମାଟ୍ ହେଉ କି ଲିମିଟେଡ୍ ଫର୍ମାଟ୍ ହେଉ ଅଜ୍ଞାତରେ ପକା ହେଲା ୟାଙ୍କୁ। ଇଶାନ୍ତ ଶର୍ମା 2.5 ବର୍ଷ ପରେ IPLରେ ତ କମ୍ବ୍ୟାକ୍ କରିଲେ 2023ରେ, କିନ୍ତୁ ଟେଷ୍ଟ ଫର୍ମାଟ୍ରେ ମୌକା ମିଳିଲା ନାହିଁ। ଇଶାନ୍ତ ଶର୍ମାକୁ ବାଦ୍ ପକା ହେଲା। ମୁକେଶ କୁମାର ଆଡ଼କୁ ସିଲେକ୍ଟର୍ସମାନେ ଗଲେ। ଇଂଲଣ୍ଡ ଟିମ୍ର ଜେମ୍ସ ଆଣ୍ଡରସନଙ୍କୁ 41 ବର୍ଷ ହୋଇ ମଧ୍ୟ ଇଂଲଣ୍ଡର ମେନ୍ ବୋଲର ପାଲଟିଲେ। ତାଙ୍କୁ କେବେ ବି ଡ୍ରପ୍ କରାହେଉନି। କିନ୍ତୁ ଭାରତର 35 ବର୍ଷୀୟ ଇଶାନ୍ତ ଶର୍ମା, ଯାହାର ବୋଲିଂ ସ୍ପିଡ୍ 145 ପାଖାପାଖି, ତାଙ୍କୁ ଟେଷ୍ଟରେ ଅନଫିଟ୍ ଡିକ୍ଲାର କରାହେଇ ତାଙ୍କୁ ମୌକା ମିଳୁନାହିଁ। ସେହିଭଳି ଗୋଟେ ଟାଇମ୍ର ଘାତକ ଓପନର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ODI ୱାର୍ଲ୍ଡ କପ୍ରେ ମୌକା ପାଇଲେ ନାହିଁ। କିନ୍ତୁ ଟେଷ୍ଟ ଫର୍ମାଟ୍ରେ ମଧ୍ୟ ୟାଙ୍କ ପତ୍ତା କଟା ହେଲା। 34 ଟେଷ୍ଟରେ 7ଟା ସେଞ୍ଚୁରୀ, 40 ଉପରେ ଆଭରେଜ୍, ଷ୍ଟ୍ରାଇକ୍ ରେଟ୍ 66, ସର୍ବାଧିକ ସ୍କୋର 190। କିନ୍ତୁ ପୁରା ୟଙ୍ଗଷ୍ଟର୍ସ ମୁହାଁ ହେଲା ଟେଷ୍ଟ କ୍ରିକେଟରେ ଭାରତ ଦଳ। ସମାନ ସ୍ଥିତି ଆଗରୁ ନଥିଲା। ସମୟ ଥିଲା VVS ଲକ୍ଷ୍ମଣ, ରାହୁଲ ଦ୍ରାବିଡ଼, ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର ସବୁ ଫର୍ମାଟ୍ରୁ ଡ୍ରପ୍ ହେଲେ କିନ୍ତୁ ଟେଷ୍ଟରେ ଜାଗା ବଜାଇ ରଖିଲେ। ତାଙ୍କ ପ୍ରତି ସେତେବେଳେ ସମ୍ମାନ ରହୁଥିଲା। କିନ୍ତୁ ଆଜିକା ସମୟ ବଦଳି ଯାଇଛି। ସିନିୟର ଖେଳାଳିଙ୍କୁ ହଠାତ୍ ମୌକା ମିଳୁନାହିଁ। ସେମାନେ ଅପେକ୍ଷା କରି କରି ଶେଷରେ ଅବସର ନେଇଯାଉଛନ୍ତି। ଦର୍ଶକ ବନ୍ଧୁମାନେ ଆପଣମାନଙ୍କ ପ୍ରତିକ୍ରିୟା କ'ଣ ଏହାରି ଉପରେ? ନିଶ୍ଚିତ ନିଜ ମନ୍ତବ୍ୟ କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ ଅପଡେଟ୍ସ ପାଇଁ। ଧନ୍ୟବାଦ।